ଶ୍ରୁତି ସାହିତ୍ୟରେ ଆଜି ଶୁଣିବା ଦୁର୍ଗା ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ମେଳାର ରୂପା ଦାସ ଓ ମୁଁ। ଶୀତ ସନ୍ଧ୍ୟା, ସହର ନୁହଁ କି ମଫସଲ ନୁହଁ, କୋରାପୁଟର ଏକ ଛୋଟିଆ ଜାଗା। ଗୋଟିଏ ରହଣି ସମୟରେ ସେଇଠି ରହଣି ବେଳେ ମୋତେ ଆକର୍ଷିତ କଲା ସେଠାକାର ପୁସ୍ତକ ମେଳା। ଭିତରକୁ ପ୍ରବେଶ କଲି। ସେ ବର୍ଷ ନୂଆ କରି ଆୟୋଜିତ ହୋଇଥାଏ। ବିଭିନ୍ନ ସହରରେ କିମ୍ବା ରାଜଧାନୀରେ ଗଢ଼ି ଉଠୁଥିବା ପୁସ୍ତକ ମେଳା ଭଳି ଏତେ ଚାକଚକ୍ୟ ନହେଲେ ବି ମନ୍ଦ ନୁହେଁ। ପାଖାପାଖି 50ଟି ଷ୍ଟଲକୁ ନେଇ ପରିସର। ଅତ୍ୟନ୍ତ ସରଳ ମନେ ହେଉଥିବା ଲୋକଗୁଡ଼ାକ କ୍ରେତାଙ୍କୁ ପୁସ୍ତକ ଦେଖାଉଛନ୍ତି। ବୋଧହୁଏ ଏମାନେ ସମସ୍ତେ କୋରାପୁଟର ଲୋକ। ସେମାନେ ସଭ୍ୟତାର ଆଲୋକ ପାଇବା ପରେ ଏଣିକି ପୁସ୍ତକ ପ୍ରକାଶକ ଓ ବିକ୍ରେତା ହେଲେଣି। ଗୋଟିଏ ଷ୍ଟଲକୁ ଗଲି, ବହି ଦେଖିଲି। ସାମ୍ନାପଟ ଷ୍ଟଲ ଉପରେ ଦୃଷ୍ଟି ପଡ଼ିଲା। ତୋଫା ବାରଲାଇଟ୍ ଆଲୁଅରେ ଏକ ଷ୍ଟଲ ଭିତରେ ଶ୍ରାବଣାବର୍ଣ୍ଣ ଝିଅର ହସ ହସ ମୁହଁ ମୋତେ ବଡ଼ ବଡ଼ ଦୋକାନର ଶୋକେସ୍ରେ ଶୋଭା ପାଉଥିବା କଣ୍ଢେଇର ଭ୍ରମ ସୃଷ୍ଟି କଲା। ଝିଅଟିର ଆଖି ସହିତ ମୋ ଆଖି ମିଶିଯିବା ପରେ ସେ ଟିକେ ମୁହଁ ଲୁଚାଇ ପୁଣି ମୋତେ ଚାହିଁବାକୁ ଚେଷ୍ଟା କଲା। ମୁଁ ଆଉ ଟିକେ ଗତିଶୀଳ ହେବା ପରେ ପଛରୁ ପଚାରିଲା, ଆଜ୍ଞା, ବହି ନେବେନି? ମୁଁ କହିଲି, ନା ନା, ମୁଁ ଶେଷ ଦିନ ନେବି। ତାପରେ ଝିଅଟି ଏକ ସଲ୍ଲଜ ହସର ଛିଟା ବୃଷ୍ଟି କଲା। ମନେ ହେଲା କେବେ କେଉଁଠି ତାକୁ ଚିହ୍ନିଛି, ଅଥଚ ଏବେ ମନେ ପଡ଼ୁନି। ତାପରେ ମୁଁ ସାମ୍ନା ପଡ଼ିଆକୁ ଚାଲିଲି। ସେଲୁନ ଦୋକାନର ଦର୍ପଣରେ ରାସ୍ତା ପାରି ହେଉଥିବା ଲୋକଙ୍କ ଗତି ଓ ଅଙ୍ଗଭଙ୍ଗୀ ଦେଖାଯିବା ପରି ମୋ ମନର ପରଦାରେ ସେମିତି ଝିଅଟିର ଆପାଦମସ୍ତକ ମୋତେ ଦୃଶ୍ୟମାନ ହେଲା। ସେ ଝିଅଟିର ନିର୍ନିମେଷ ଚାହାଣୀର କାରଣ ଖୋଜିବାକୁ ମନରେ ଉତ୍କଣ୍ଠାର ପାରଦ ରେଖା ଅତିକ୍ରମ କଲା। ଆଜି ପୁସ୍ତକ ମେଳାର ଶେଷ ଦିନ। ଆଉ ହୁଏତ ଘଣ୍ଟାଏ ପରେ ମେଳା ଶେଷ ହୋଇଯିବ। ଝିଅଟି ବହି ସଜାଡ଼ି ଥାକ ମାରୁଥିବା ବେଳେ କିଛି କହିବ ଭାବି କିଛି ବି କହିପାରୁନଥିଲା। ଧାରୁଆ ମୁହଁ, ସଲ୍ଲଜ ଚାହାଣୀ ଓ ଗଦା ଗଦା ପୁସ୍ତକ ଘେରରେ ସେ ମୋତେ ଖୁବ୍ ଆପଣାର ଲାଗୁଥିଲା। ତାର ଓଠ, ଆଖି ଓ ଦୀପାଳି ପରି ମୁହଁ ସତେ ଯେମିତି ଏକତ୍ର କଥା କହୁଥିଲା। ମେଳା ସମୟ ଯେତିକି ଅତିକ୍ରାନ୍ତ ହେଉଥାଏ, ଝିଅଟି ମଧ୍ୟ ସେତିକି ବିଚଳିତ ଜଣାପଡ଼ୁଥାଏ। ପାଖ ଷ୍ଟଲରୁ ଏକ କପ୍ କଫି ବରାଦ କରି ସମୟ ଗଡ଼ାଇଲି। କଫି ଶେଷ। ଏବେ ଯିବାକୁ ଉଦ୍ୟତ ହେଲି। ଝିଅଟି ସାମ୍ନାକୁ ଝପଟି ଆସିଲା। ନର୍ଭସ୍ ମିଶା ଉଚ୍ଚାରଣରେ କହିଲା, ଆଜ୍ଞା ନମସ୍କାର। ଆପଣ ଦୁର୍ଗା ପଟ୍ଟନାୟକ ନା? ହଁ, ମୁଁ। କ'ଣ ହେଲା? କିଛି କହିବାକୁ ଚାହାନ୍ତି ବୋଧହୁଏ? ଝିଅଟି ଏଥର ସାହସ ସଞ୍ଚାର କରି କହିଲା, ମୋ ନାଁ ରୂପା ଦାସ। ଅନେକ ବର୍ଷରୁ ଏହି ପୁସ୍ତକ ପ୍ରକାଶନ ସଂସ୍ଥାରେ କାମ କରେ, ବିକ୍ରେତା ଭାବରେ। ସତ କହୁଛି, ମେଳାରେ ଆପଣଙ୍କୁ ଥରେ ଦୁଇଥର ଦେଖିବା ପରଠାରୁ ଆପଣଙ୍କର ଏହି ଦାଢ଼ି ଭର୍ତ୍ତି ମୁହଁ ମୋତେ କେଉଁଠି କେବେ ଆପଣଙ୍କୁ ଦେଖିବା ଭଳି ମନେ ହେଲା। ଅନେକ ସମୟରେ ପୁସ୍ତକ ପ୍ରକାଶନ କାମରେ କଟକ କିମ୍ବା ଭୁବନେଶ୍ୱର ଯାଉଥିଲା ବେଳେ ରାଜଧାନୀର ରାଜମହଲ ଛକରେ ଶହ ଶହ ଶ୍ରମଜୀବୀଙ୍କ ମେଳରେ ଆପଣ ଦେଉଥିବା ଓଜସ୍ୱିନୀ ଭାଷଣ ମୋତେ ଥରେ ଖୁବ୍ ଆକର୍ଷିତ କରିଥିଲା। ଆପଣଙ୍କ ସମ୍ପର୍କରେ ଦୂରରୁ ଖବର ରଖିଥିଲି, କିନ୍ତୁ ନିକଟରୁ ଚିହ୍ନି ନଥିଲି। ଝିଅଟି ଭାଷଣ ଦେବା ଭଳି ଅନର୍ଗଳ କହି ଚାଲିଥିଲା। ତାପରେ କହିଲା, ମୋର ଆପଣଙ୍କୁ ପଚାରିବାକୁ ଇଚ୍ଛା ଯେ ସହର ତଳି ରେଳ ଲାଇନ କଡ଼ର ମଳିମୁଣ୍ଡିଆ ଲୋକଗୁଡ଼ାକ ପାଇଁ ସରକାର କିଛି ଉନ୍ନତି କରୁଛନ୍ତି ନା କେବଳ ବୁଲଡୋଜରର ଭୟ ଦେଖାଉଛନ୍ତି? ତାର ହଠାତ୍ ଏପରି ରାଜନୈତିକ ଓ ସାମାଜିକ ପ୍ରଶ୍ନ ମୋତେ ବଡ଼ ବିସ୍ମିତ କରୁଥାଏ। ଝିଅଟି ପ୍ରଶ୍ନ ପଚାରି ଅଳ୍ପ ହସିଲା, ଠିକଣା ମାଗିଲା। ଖୁବ୍ ଖୁସି ହେଲି ଯେ କିଛି ଲୋକ ମୋତେ ଦୂରରୁ ଚିହ୍ନନ୍ତି ଓ ଖବର ରଖନ୍ତି ବୋଲି। ମୁଁ କହିଲି, ହଁ, କିଛି ସୁଫଳ ମିଳୁଛି। ତେବେ ଏ ତ ବହୁତ ଲମ୍ବା ସମୟର କଥା। ବସ୍ତି ଶବ୍ଦକୁ ମୁଁ ଅର୍ଥ କରେ ଭୋକିଲାର ଏକ ଇତିହାସ ବୋଲି। ତେବେ ଯୋଗାଯୋଗ ରଖିଥିବେ, ପୁଣି ଆଉଥରେ କେବେ ସାକ୍ଷାତ ହେବ। ଠିକଣା ଆଦାନ ପ୍ରଦାନ ପରେ ମୁଁ ସେଉଠୁ ବିଦାୟ ନେଲି। ସେଦିନ ରାତିରେ ପାଖ ଏକ ଆଦିବାସୀ ବସ୍ତିରେ ମୋର ରହଣି। ମନ୍ଦ ମନ୍ଦ ପବନରେ ସଳପ ମଦର ବାସ୍ନା।
ଆଖିକୁ ନିଦ ନଥାଏ, ମନରେ ହାଲକା ନଥାଏ, ଟିକେ ଓଜନିଆ ଲାଗୁଥାଏ। ଝିଅଟା ମୋତେ ଚିଠି ଲେଖି ତାର ଫାଇଦା କ'ଣ? ଠିକଣା କାହିଁକି ମାଗିଲା? ମନ ମୋର ଭାରାକ୍ରାନ୍ତ ହେଉଥାଏ। କର୍ମକ୍ଷେତ୍ର ଭୁବନେଶ୍ୱରକୁ ଫେରିଲି। ଅଫିସରେ ମୋ ଟେବୁଲର ପେନ୍ ଷ୍ଟାଣ୍ଡର ତାରିଖ ସବୁଦିନ ପରି ବଦଳୁଥାଏ। ଚିଠି ଆସେନି, ତାରିଖ ବଦଳୁଥାଏ। ଦିନେ ମୋ ଠିକଣାରେ ଚିଠିଟାଏ ଆସେ। ଚିଠିର ପଛ ପାଖରେ ଲେଖାଥାଏ ରୂପା। ଦେହର ସବୁ ସ୍ନାୟୁ କେନ୍ଦ୍ର ଓ ଧମନୀ ଚଳଚଞ୍ଚଳ ହୋଇ ଉଠିଲା। ଚିଠିଟି ଖୋଲି ପଢ଼ିଲି, ଟିକେ ଇଆଡ଼େ ସିଆଡ଼େ ଚାହିଁ ପୁଣି ବନ୍ଦ କଲି। ଶେଷ ଧାଡ଼ିରେ ଲେଖାଥାଏ, ମୁଁ ଆପଣଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ, ଜଣାଇବେ। ତାପରେ ଗୋଟିଏ ଖଣ୍ଡବାକ୍ୟ ଲେଖା ହେଇଛି, ଆପଣଙ୍କ ସହିତ ମୋର ଯଦି ସ୍ଥାନ ଥାଏ, ଇତି ରୂପା। ଚିଠିଟି ପଢ଼ିସାରି ଯେତିକି ଭାବ ବିହ୍ୱଳ ହେଲି, ସେତିକି ବିସ୍ମିତ ମଧ୍ୟ ହେଲି। ଆରେ, ଜଣା ନାହିଁ ଶୁଣା ନାହିଁ, ହଠାତ୍ ପରିଚୟ, ପୁଣି ହଠାତ୍ ଚିଠି, ଆଉ ହଠାତ୍ ପ୍ରେମ, ହଠାତ୍ ମୁକ୍ତ କଥା। ମୋତେ ଏସବୁ ଗୁଡ଼ାଇ ତୁଡ଼ାଇ ଛନ୍ଦି ପକାଉଥାଏ। ପୁଣି ମନେ ମନେ ଭାବେ ଯେ ସ୍ମାର୍ଟ ଝିଅ ଗୁଡ଼ାକ ବୋଧହୁଏ ଏମିତି ସବୁ ଅନର୍ଗଳ କହି ପକାନ୍ତି। ପେଟରେ କିମ୍ବା ମନରେ କିଛି କପଟ ନଥାଏ। ଖୁବ୍ ସରଳ ଜୀବନଯାପନ କରନ୍ତି ବୋଧହୁଏ ଏମାନେ। ଏମିତି ଭାବିବା ପରେ ମନଟା ଟିକେ ହାଲକା ଲାଗେ। ହଁ, ମନେ ପଡ଼ିଲା, ଆହୁରି କ'ଣ କ'ଣ ଲେଖିଛି। ବାପା ତାର ଜଣେ ଫରେଷ୍ଟର, ମାନେ ଜଙ୍ଗଲ ରକ୍ଷୀ। ଜଙ୍ଗଲର ବାଦଶାହ ଏମାନେ। ପ୍ରଚୁର କଞ୍ଚା ପଇସା ଏମାନଙ୍କ ହାତରେ। ଲେଖିଛି ଘରକୁ ଆସିବେ, ନିମନ୍ତ୍ରଣ ରହିଲା। ବଡ଼ ମୁସ୍କିଲ ହେଲା ତ। ସମଗ୍ର ମସ୍ତିଷ୍କଟା ଏକ କାନ୍ଥ ଘଣ୍ଟାର ଦୋଳାୟମାନ ପେଣ୍ଡୁଲମ ପରି ହେଉଥାଏ। ଏହି ଚିଠି ପାଇବା ପରେ ଅନେକ ଥର ତା ସହିତ ଦେଖା। ସେ ପୁସ୍ତକ ପ୍ରକାଶନ କାମରେ ବରାବର ଭୁବନେଶ୍ୱର ଆସେ ଓ ମୋତେ ଭେଟେ। ରୂପା ଏବେ ପୂର୍ବାପେକ୍ଷା ଆହୁରି ଅନ୍ତରଙ୍ଗ ଭାବରେ କଥାବାର୍ତ୍ତା କଲାଣି। ସେ କେବଳ କହେ, କ'ଣ କିଛି କହୁନାହାନ୍ତି ଯେ? ଆପଣ ଏତେ ନିକଟରୁ ଜାଣିବା ପରେ ମଧ୍ୟ ମୋ ଉପରେ ବିଶ୍ୱାସ ସ୍ଥାପନ କରିପାରୁନାହାନ୍ତି? ମୁଁ ଗୋଟିଏ ଝିଅ ନା ମାଟି ପିତୁଳା? କାହିଁ, ମୁଁ ତ କିଛି ମୋ ପ୍ରତି ଆପଣଙ୍କ ଆକର୍ଷଣ ଲକ୍ଷ୍ୟ କରିପାରୁନି। ମୁଁ ଜାଣିପାରେ ନା, ମୋର ଅମନୋଯୋଗ ରୂପାକୁ ବାରମ୍ବାର ଆଘାତ ଦେଉଥାଏ। ମୋତେ ମନେ ହେଉଥାଏ ଯେ ଏମିତି ସବୁ କ'ଣ ଘଟିବାକୁ ଯାଉଛି। ପୁଣି ମନେ ମନେ ଭାବେ, ମୋର ବିପ୍ଳବୀ କାର୍ଯ୍ୟକଳାପରୁ ମୋତେ ପଥଚ୍ୟୁତ କରିବାକୁ ଏହା କୌଣସି ବୁର୍ଜୁଆ ଗୋଷ୍ଠୀର ଷଡ଼ଯନ୍ତ୍ର ନୁହେଁ ତ? ରାମାୟଣର ମାୟାମୃଗ କଥା ମନେ ପଡ଼େ। ନଚେତ୍ ଚିହ୍ନା ନାହିଁ, ପରିଚୟ ନାହିଁ, ଏ ଝିଅଟା ମୋ ସହିତ କାହିଁକି ଯୋଗସୂତ୍ର ରଖନ୍ତା? ଚିନ୍ତାରେ ଚିନ୍ତାରେ ଅନ୍ୟମନସ୍କ ହୋଇପଡ଼େ। ରୂପାର ଖିଲଖିଲ ହସ ମୁହଁକୁ ପାଣି ଛିଟିକା ମାରିବା ପରି ଥଣ୍ଡା ଥଣ୍ଡା ଲାଗେ। ମୋତେ କହେ, ଏ କ'ଣ ଭାବୁଛ ଯେ? ପ୍ରଶ୍ନ ପରେ ପ୍ରଶ୍ନ। ରୂପା ଏବେ ଆପଣରୁ ତମକୁ ଆସିଲାଣି। କୁହ ନା, ତମକୁ ପ୍ରେମ କେମିତି ଲାଗେ? ନିହାତି ବାଜେ ଆଉ ବୋର। ନାଇଁ ନାଇଁ, କୁହ ନା। କହିଲି ପରା, ନିହାତି ବାଜେ ଆଉ ବୋର। ଏମିତି ଏମିତି କେଇ ମାସ କଟିଯାଏ। ଦିନେ ରୂପାର ଅନୁରୋଧକୁ ଏଡ଼ାଇ ନପାରି, ହୁଏତ ଗୋଟିଏ ବର୍ଷର ବ୍ୟବଧାନ ପରେ ଶନିବାର ଓ ରବିବାରକୁ ଆଖିରେ ରଖି କୋରାପୁଟକୁ ବସ୍ରେ ଚଢ଼ିଲି। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଦୁର୍ଗା ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ମେଳାର ରୂପା ଦାସ ଓ ମୋର ପ୍ରଥମ ଭାଗ। ଏହାର ଦ୍ୱିତୀୟ ଭାଗ ଶୁଣିପାରିବେ ପରବର୍ତ୍ତୀ ଭିଡ଼ିଓରେ। ରହିଲି, ନମସ୍କାର।